ହେଉଛି କଳି। ଯେତେବେଳେ ସମୁଦ୍ର ମନ୍ଥନ ଚାଲିଥିଲା, ସମୁଦ୍ର ମନ୍ଥନରୁ ଯେଉଁ ବିଷ ବାହାରିଲା, ସେ ବିଷକୁ ସ୍ୱୟଂ ଶିବ ନିଜ ଗଳାରେ ଧାରଣ କରିଥିଲେ। ସେ ବିଷର କିଛି ବୁନ୍ଦ ମୋ ଶରୀର ଉପରେ ପଡ଼ି ମୋ ଶରୀର ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା, କିନ୍ତୁ ମୋର ଆତ୍ମା ସେତେବେଳେ ଜୀବିତ ଥିଲା। ପୁଣି କିଛି ସମୟ ପରେ ଯେବେ ସମୁଦ୍ର ମନ୍ଥନରୁ ଅମୃତ ବାହାରିଥିଲା, ସେ ଅମୃତର କିଛି ବୁନ୍ଦ କ୍ଷୀରସାଗରରେ ପଡ଼ିଥିବାର ଦେଖି ମୁଁ ତାକୁ ପିଇ ଅମର ହୋଇଗଲି। କିନ୍ତୁ ମୋର ଯୁଗ ଆରମ୍ଭ ନ ହୋଇଥିବାରୁ ମୁଁ ଅପେକ୍ଷା କରିଥିଲି। ଯେବେ ମୋ ଯୁଗର ଆରମ୍ଭ ହେଲା, ମୁଁ ମଣିଷ ଶରୀରରେ ପ୍ରବେଶ କରି ଅନ୍ୟାୟ ଅତ୍ୟାଚାର କରି ମୋର କାୟା ବିସ୍ତାର କରିବାରେ ଲାଗିଲି। ଏସବୁକୁ ଦେଖି ରାଜା ପରୀକ୍ଷିତ ମୋତେ ଦଣ୍ଡ ଦେବାକୁ ବାହାରିଲେ। ମୁଁ ସ୍ୱୟଂ ମୋ ନିଜ ରୂପରେ ଆସି ରାଜା ପରୀକ୍ଷିତଙ୍କୁ ତାଙ୍କ ରାଜ୍ୟରେ ପ୍ରବେଶ କରିବାକୁ ଅନୁମତି ମାଗିଥିଲି। ଯେହେତୁ ଏ ହେଉଛି ଯୁଗ ଧର୍ମ, ରାଜା ପରୀକ୍ଷିତ ମୋତେ ଅଟକାଇ ପାରିନଥିଲେ। ରାଜା ପରୀକ୍ଷିତ ମୋତେ କିଛି ନିର୍ଦ୍ଦିଷ୍ଟ ଜାଗା, ଯେମିତିକି ଜୁଆ, ମଦ, ଅନୈତିକ ସମ୍ପର୍କ, ଏମିତି 4ଟି ଜାଗାରେ ମୋତେ ରହିବା ପାଇଁ ଜାଗା ଦେଇଥିଲେ। କିନ୍ତୁ ମୁଁ ତାଙ୍କୁ ଅନୁରୋଧ କରିଥିଲି, ଏସବୁ ହେଉଛି ବହୁତ ଖରାପ ଜାଗା, ମୋତେ କିଛି ଭଲ ସ୍ଥାନରେ ବି ରହିବାକୁ ଦିଆଯାଉ। ରାଜା ପରୀକ୍ଷିତ ସେଠି ମୋତେ ସୁନା ଆଉ ଭୁଲ ବାଟରେ ରୋଜଗାର କରୁଥିବା ଧନ, এই 2ଟି ସ୍ଥାନରେ ରହିବାକୁ ମଧ୍ୟ ଅନୁମତି ଦେଇଥିଲେ। ଏ ଯେଉଁ 6ଟି ଜାଗା ମୁଁ ପାଇଥିଲି, ମଣିଷ ଏହାକୁ ଆରମ୍ଭ କଲା ମାନେ ବାରମ୍ବାର କରିବାକୁ ସୁଯୋଗ ଖୋଜେ। ତେଣୁ ମୁଁ ମୋର କାୟା ବିସ୍ତାର କରିବାରେ କୌଣସି ଅସୁବିଧା ପାଇନଥିଲି। ମୁଁ ସମୟ ଅନୁସାରେ ଆଗକୁ ବଢ଼ି ଚାଲିଛି। ମୋର ଯୁଗ ଆରମ୍ଭ ତ ହୋଇସାରିଛି, କିନ୍ତୁ ପ୍ରତ୍ୟେକ ମଣିଷର ଶରୀରରେ